ଖ୍ରୀଷ୍ଟରେ ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶ ଆୟୁବ ତାର 42 ଅଧ୍ୟାୟ 1 ପଦରୁ 6 ପଦ ଦେଇ ଆମେ ଶିକ୍ଷା କରିବା। Thank God before he restores you. Thank God before he restores you. ଈଶ୍ୱର ପୁନରୁଦ୍ଧାର କରିବା ପୂର୍ବରୁ ତାଙ୍କୁ ଆପଣ ମାନେ ଧନ୍ୟବାଦ କରନ୍ତୁ। ଈଶ୍ୱର ପୁନରୁଦ୍ଧାର କରିବା ପୂର୍ବରୁ ତାଙ୍କୁ ଧନ୍ୟବାଦ କର। ପ୍ରଭୁ କିଛି ଗୋଟେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଆଗରୁ ଆମେ ଧନ୍ୟବାଦର ହୃଦୟ ନେଇ ଆସିବାର ଆବଶ୍ୟକତା ଅଛି। ପ୍ରିୟମାନେ, ତେବେ ଆଜି ଆମେ କହିପାରୁ ଜନ୍ମ ପର୍ବର ପ୍ରଥମ ରବିବାର, ତେବେ ଅନେକ ଚେୟାର ଖାଲି ଅଛି ଏବଂ ଅନେକ ସମୟରେ କହେ ପର୍ବ ବାସି ଦିନେ ସର୍ବ, ନାକି ପର୍ବର ଏକ୍ସାଇଟମେଣ୍ଟ ଉତ୍ସାହ ସବୁ ତାର ନେକ୍ସଟ ଦିନ ଶେଷ ହେଇଯିବ। ତେବେ ଅନେକ ସମୟରେ ଆମେ ପର୍ବ ଖ୍ରୀଷ୍ଟିଆନ ହେଇଥାଉ, ଖାଲି ପର୍ବ ଦିନ କିଏ ଜାଣେ ନୂଆ ଡ୍ରେସ୍ କେତେ ଜଣ ପିନ୍ଧିଥିଲେ ସେଦିନ ଦେଖାଇ ଦେଲେ ସରିଗଲା ତାଙ୍କର। ଧନ୍ୟବାଦ ଦେବି ଆପଣମାନଙ୍କୁ, ଆପଣମାନେ ନୂଆ ପୁରୁଣା ସବୁ ଚଳେଇକି ମଧ୍ୟ ଆପଣ ଗିର୍ଜା ଘରେ ଅଛନ୍ତି, ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆସିଛନ୍ତି। ତେବେ ଏଇ ଜନ୍ମ ପର୍ବ ସମୟରେ ମୁଁ ଭାବିଲି ଏ ଆୟୁବ ପୁସ୍ତକ କାହିଁକି ଦିଆଗଲା, ଏ ଦୁଃଖର ପୁସ୍ତକ କାହିଁକି ଦିଆଗଲା। ଆମ ଜୈଲୁମ ପଞ୍ଜିକାରେ এইটা নির্ধারণ করা হয়েছে উপদেশ পাঠ। তেবে আয়ুবঙ্কর জীবনে তো দুঃখর সময় লা, তেবে জন্ম পর্বর তো আনন্দর সময় কাহিকি দিয়াগলা। আয়ুব দর্শাইবা পাই চাহান্তি, যেপরি মু কহিলি, থ্যাঙ্ক গড বিফোর হি রেস্টোর্স ইউ। আমি প্রভু আম প্রভু আমানকু উদ্ধার করিবা পূর্বরু আমি তাঙ্কু ধন্যবাদ দেবার শিখিবার আবশ্যকতা আছে। যিশুঙ্কর জন্ম পূর্বরু মরিয়ম ধন্যবাদ দেই গীত গান কলে বলে লেখা ଅଛି। লুক তার 1 পর্ব যদি পড়িবে, মরিয়ম গীত গান্তি যিশুঙ্কর জন্ম আগরু, এলিজাবেথ গীত গান্তি যিশুঙ্কর জন্ম আগরু, কৃতজ্ঞতা জଣାନ୍ତି প্রভুଙ୍କୁ। তেবে জনে কহନ୍ତି, whenever God restores something, he restores to be greater than it was before. যেତେବେଳେ প্রভু କିଛି ବିଷୟକୁ ପୁନରୁଦ୍ଧାର କରିବା ପାଇଁ ଚାହାନ୍ତି, ଗୋଟେ ନଷ୍ଟ ହୋଇଥିବା ବିଷୟକୁ ଆଉ ଥରେ ତିଆରି କରିବା ପାଇଁ ଚାହାନ୍ତି, ସେତେବେଳେ ସେ ପୂର୍ବ ଅବସ୍ଥା ଠାରୁ ଆହୁରି ଅଧିକ ଉତ୍ତମ କରନ୍ତି, ବେଟର କରନ୍ତି, ଅଧିକ ଅତି ଉତ୍ତମ କରନ୍ତି। ତେବେ କିଛି ଗୋଟେ ଡିଫେକ୍ଟ ଯଦି ହେଇଥିବ, ତେବେ ପ୍ରଭୁଙ୍କର ହାତରେ ଦେଲେ ସେ ଡିଫେକ୍ଟ ଜିନିଷକୁ ଆଗରୁ ଯେତିକି ୟୁଜ୍ ହେବା କଥା ତାଠାରୁ ଅଧିକା ୟୁଜଫୁଲ ପ୍ରଭୁ କରନ୍ତି। ଆମେ ଶୁଣିଥିବୁ, ଜାଣିଥିବୁ, God uses broken things beautifully. ଈଶ୍ୱର ଭାଙ୍ଗିଥିବା ଜିନିଷକୁ ସୁନ୍ଦର ଭାବରେ ବ୍ୟବହାର କରନ୍ତି। ଭାଙ୍ଗିଥିବା ଜିନିଷକୁ ହିଁ ପ୍ରଭୁ ବେଶୀ ବ୍ୟବହାର କରନ୍ତି। ମନେ ରଖନ୍ତୁ, ଆପଣ ମାନଙ୍କର ହୃଦୟ ଯଦି ଭାଙ୍ଗିଛି, ଆପଣ ଯଦି ଦୁଃଖରେ ଅଛନ୍ତି, ଆପଣ ଯଦି ସମସ୍ୟାରେ ଅଛନ୍ତି, ତେବେ ମନେ ରଖନ୍ତୁ God is going to use you beautifully. ଈଶ୍ୱର ଆପଣ ମାନଙ୍କୁ ସୁନ୍ଦର ଭାବରେ ବ୍ୟବହାର କରିବା ପାଇଁ ଚାହାନ୍ତି। এটা ଗୋଟେ ସୁଯୋଗ ଆପଣଙ୍କୁ ମିଳେ। God uses broken things beautifully। କାରଣ କେତୋଟି ଉଦାହରଣ ଅଛି। broken clouds pour rain। ଆକାଶ ଫାଟିଲେ ବର୍ଷା ହୁଏ। ବାଦଲ ଘଡଘଡି ମାରିବ, ନାকি ବାଦଲ ଫାଟିଲେ ବର୍ଷା ହୁଏ। ଉପରେ ଯୋଉ ମେଘ ଅଛି ସେଟା ବରଫ ଜମା ହେଇଛି, ସେଟା ଫାଟିଲେ ବର୍ଷା ହୁଏ। ତେବେ ଆମେ ଶବ୍ଦ ଶୁଣି ଡରି ଯିବୁ, କିନ୍ତୁ ପୃଥିବୀକୁ ଜଳ ଆସେ, ବର୍ଷା ହୁଏ। broken soil sets field। ମାଟିକୁ ଚିରା ଗଲେ, ଫଟା ଗଲେ ଫିଲ୍ଡ ହୁଏ, ଚାଷ କରିବା ପାଇଁ ଉର୍ବର ସ୍ଥାନ ହୁଏ। ପୁରା ଖୋଲା ପଡିଆ ଥିଲେ ଚାଷ ହବନି। ଚାଷ କରିବାକୁ ହେଲେ ତାକୁ ଫଟେଇବାକୁ ପଡେ, ଭାଙ୍ଗିବାକୁ ପଡେ। broken soil sets field। broken crops yield seeds। broken crops yield seeds। ଯଦି ମାଟିରେ ଆପଣ ମାନେ କୌଣସି ମଞ୍ଜି ପୋତିବେ, ମାଟିରେ ତାହା ମରି ଆଉ ଥରେ ନ ଫାଟିବା ପର୍ଯ୍ୟନ୍ତ, ସେ ମାଟିରେ ସେଇ ବୀଜ ନ ଫାଟିବା ପର୍ଯ୍ୟନ୍ତ ନୂଆ ଭାବରେ ଆରମ୍ଭ ହୁଏ ନାହିଁ। ଶିଶା ଗଜା ଆରମ୍ଭ ହବ ନାହିଁ, ଫାଟିବାର ଅଛି ଭିତରେ। ଯଦି ସେମିତି ଗୋଲଟା ହେଇକି ରହିଯିବ, ଗୋଲ ହେଇକି, ତେବେ ସେ କିଛି ଫଳ ଉତ୍ପନ୍ନ କରିପାରିବ
ନାହିଁ, ସେଥିପାଇଁ ଫାଟିବାକୁ ପଡ଼ିବ। ପ୍ରିୟମାନେ, broken seeds gives life to new plants। ମୁଁ କହିଲି ମଞ୍ଜି ଫାଟିଲେ ହିଁ ନୂତନ ଚାରା ଆରମ୍ଭ ହୁଏ। ଆପଣ ମାନଙ୍କର ଜୀବନରେ ମଧ୍ୟ ଏମିତିକା ପରିସ୍ଥିତି ଆସିଥାଇପାରେ ଯୋଉ ପରିସ୍ଥିତିରେ ଆପଣ ଭାବୁଥିବେ ଆଇ ଏମ୍ ବ୍ରୋକେନ୍, ମୁଁ ଭାଙ୍ଗି ଯାଇଛି। ମନେ ରଖନ୍ତୁ, ଈଶ୍ୱର ସେଇ ଭାଙ୍ଗିଥିବା ଲୋକମାନଙ୍କର ପରିତ୍ରାଣକର୍ତ୍ତା। ସେଥିପାଇଁ ଗୀତ ସଂଗୀତରେ ମଧ୍ୟ କୁହାଯାଏ କଣ ବୋଲି, ଭଗ୍ନ ଅନ୍ତକରଣ ଈଶ୍ୱରଙ୍କ ଠାରେ ଗ୍ରାହ୍ୟ ବଳି। ଯେଉଁମାନେ ଭାଙ୍ଗି ଯାଇଛନ୍ତି, ନେଭର ଫିଲ୍ ବ୍ୟାଡ୍, ଆପଣ ମାନେ ଖରାପ ଭାବନ୍ତୁ ନାହିଁ, ବୁଝନ୍ତୁ ନାହିଁ ଏଟା ମୋ ଜୀବନରେ ଖରାପ ହେଲା ବୋଲି। ଏଇଟା ହିଁ ସୁଯୋଗ, ପ୍ରଭୁ ଆପଣ ମାନଙ୍କୁ ନୂଆ ଭାବରେ ଆଉ ଆଗଠାରୁ ଅଧିକା ଉତ୍ତମ କରିବା ପାଇଁ ଯାଉଛନ୍ତି। କାରଣ ଗୋଟେ ସିଡ୍, ଗୋଟେ ମଞ୍ଜି ଥିଲା, ତାକୁ ଯେତେବେଳେ ଆମେ ମାଟିରେ ପୋତୁ ସେଇଟା ଫାଟିଲା ପରେ ଆଉ କେତୋଟି ଶାଖା ବାହାରି ମଞ୍ଜି ଗୁଡାକ ବାହାରିବ, ଆଉ କେତେ ଶସ୍ୟ ଉତ୍ପନ୍ନ କରିବ। ତା ପୂର୍ବ ଅବସ୍ଥା ଠାରୁ ପର ଅବସ୍ଥା ଉତ୍ତମ ହେବ। ପ୍ରିୟମାନେ, so when you feel you are broken, lay on God। ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣ ଭାଙ୍ଗି ପଡ଼ିଛନ୍ତି, ଈଶ୍ୱରଙ୍କ ଉପରେ ଆଉଜି ପଡ଼ନ୍ତୁ, ଈଶ୍ୱରଙ୍କ ଉପରେ ଆଉଜି ପଡ଼ନ୍ତୁ। କାରଣ because he is planning to use you something greater way। କାରଣ ପ୍ରଭୁ ମହାନ ଭାବରେ ଆପଣଙ୍କୁ କିଛି ବ୍ୟବହାର କରିବା ପାଇଁ ଚାହାନ୍ତି। ଜୋବ, ଆୟୁବ was broken। ଆୟୁବ ଭାଙ୍ଗି ପଡ଼ିଥିଲେ। କାହିଁକି ଭାଙ୍ଗି ପଡ଼ିଥିଲେ ଆମେ ସବୁ ଜାଣିଛୁ। ପ୍ରତି ଥର ଯେତେବେଳେ ଆୟୁବଙ୍କର ଶିକ୍ଷା ଦିଆଯାଏ, ତାଙ୍କର ଜୀବନରେ ସବୁ ପ୍ରକାର ପରିସ୍ଥିତିରେ ସେ ଭାଙ୍ଗି ପଡ଼ିଥିଲେ। ଯେତେ ଧନ ସମ୍ପତ୍ତି ପଶୁ ମାନେ ଥିଲା ସେ ସମୟର ଧନ ସମ୍ପତ୍ତି ଅନୁସାରେ, ଓଟ, ମେଣ୍ଢା, ଛେଳି, ଗଧ, ବଳ ହଳଦ ହଳ ବଳଦ ସବୁ ନଷ୍ଟ ହୋଇଗଲେ। ଏମିତିକି ତାର ସନ୍ତାନ ସନ୍ତତି ମାନେ ମଧ୍ୟ ସବୁ ମୃତ୍ୟୁବରଣ କଲେ। He was totally broken। ନିଜ ଜୀବନର ସବୁ ଧନ ସମ୍ପତ୍ତି ଯିବ, ପୁଅ ଝିଅ ସବୁ ମରିଯିବେ। ଫିଲ୍ କରନ୍ତୁ ଆୟୁବଙ୍କ ଜାଗାରେ ନେଇ କେମିତି ଫିଲ୍ କରୁଥିବେ, କେମିତି ଅନୁଭବ କରୁଥିବେ। Job was broken, but he knew that God is going to do something greater। ସବୁ ନଷ୍ଟ ହୋଇଥିଲା ପରେ ମଧ୍ୟ, ତାର ଜୀବନରେ ସବୁ ଯନ୍ତ୍ରଣା ଥିଲା ପରେ ମଧ୍ୟ ସେ ଜାଣିଥିଲେ, he knew that God is doing something greater। କିଛି ଗୋଟେ ମହାନ କାମ କରିବା ପାଇଁ। ସେଥିପାଇଁ ଯେତେବେଳେ ଆମେ ପଢୁଛୁ 42 ପର୍ବ ତାର 1 ପଦରେ ଆୟୁବ କଣ କହୁଛନ୍ତି, ଅନନ୍ତର ଆୟୁବ ସଦା ପ୍ରଭୁଙ୍କୁ ଉତ୍ତର ଦେଇ କହିଲା। ପ୍ରଭୁଙ୍କୁ ଉତ୍ତର ଦଉଛି, ଏତେ ସବୁ ଭଙ୍ଗା ଟୁଟା ହେଲା ପରେ, ସବୁ ନଷ୍ଟ ହେଲା ପରେ ସେ ଉତ୍ତର ଦଉଛି। କଣ ବୋଲି କହୁଛି, ମୁଁ ଜାଣେ ଯେ ତୁମେ କଣ, ମୁଁ ଜାଣେ ଯେ ତୁମେ ସବୁ କରିପାର। ୟୁ କ୍ୟାନ୍ ଡୁ ଏଭରିଥିଙ୍ଗ। ତୁମେ ସବୁ କରିପାର। ପ୍ରିୟମାନେ, ଭାଙ୍ଗି ଯାଇଥିଲା ଲୋକ ହିଁ ବୁଝିବ କାହା ପାଖରେ ଶକ୍ତି ଅଛି, ସେ ମତେ ସଜାଡ଼ିବ ବୋଲି। ଆମେ ଭାଙ୍ଗି ଗଲେ ହିଁ ସେ ଶକ୍ତିଦାତା ଈଶ୍ୱରଙ୍କ ଉପରେ ନିର୍ଭର କରିପାରିବୁ। ତେବେ ଆୟୁବଙ୍କ ଜୀବନରେ ଯେତେବେଳେ ଭାଙ୍ଗି ପଡ଼ିଲେ ସେତେବେଳେ ସେ କହୁଛନ୍ତି, ପ୍ରଭୁଙ୍କୁ ରିଏଲି ଚିହ୍ନୁଛନ୍ତି, ପ୍ରଭୁଙ୍କୁ ପ୍ରକୃତରେ ଜାଣୁଛନ୍ତି, ପ୍ରଭୁ ତୁମେ ହିଁ ସବୁ, ତୁମେ ସବୁ କରିପାର। ମୁଁ 2ଟି ବିଷୟ ନେଇ ଏଠି କହିବା ପାଇଁ ଚାହେଁ। ପ୍ରଥମ କଥା, the power of his will। the power of his will, ତାଙ୍କ ଇଚ୍ଛାର ଶକ୍ତି। କାହାର ଇଚ୍ଛା? ପ୍ରଭୁଙ୍କର ଇଚ୍ଛାର ଶକ୍ତି ଆପଣ ମାନେ ଜାଣନ୍ତୁ। ପ୍ରଭୁ ଯୋଉଟା ଇଚ୍ଛା କରନ୍ତି ସେ କରିବେ, ଆପଣ ନ ଚାହିଁଲେ ମଧ୍ୟ କରିବେ, କିନ୍ତୁ ତାଙ୍କର ଇଚ୍ଛାର ଶକ୍ତି କିଛି ଅଛି, ତାଙ୍କର ଇଚ୍ଛାରେ ସେଥିପାଇଁ ସମର୍ପଣ। ସେଥିପାଇଁ ଆମେ ପ୍ରାର୍ଥନାରେ କହୁ, ତୁମର ଇଚ୍ଛା। ପ୍ରଭୁଙ୍କୁ ସବୁବେଳେ କୁହନ୍ତୁ, ଆପଣ ମାଗନ୍ତୁ ପ୍ରାର୍ଥନାରେ, କିନ୍ତୁ ପ୍ରଭୁଙ୍କର ପ୍ରାର୍ଥନାରେ ମାଗିଲା ପରେ ଗୋଟେ ପଦ ସେଠି ମିଶେଇ ଦଉଛୁ। ପ୍ରଭୁ ଶିଖେଇଛନ୍ତି, ପ୍ରଭୁ ମତେ ଏଇଟା ଦରକାର ଯେ, କିନ୍ତୁ ତୁମର ଇଚ୍ଛା ସଫଳ ହଉ। ଆମେ ଯେତେବେଳେ ପ୍ରଭୁଙ୍କୁ ମାଗୁଛୁ, ପ୍ରାର୍ଥନା କରୁଛୁ, ତେବେ ପ୍ରଭୁଙ୍କୁ କହିଦିଅନ୍ତୁ, ପ୍ରଭୁ ଏସବୁ ମୁଇଁ ମାଗୁଛି, କିନ୍ତୁ ତୁମର ଇଚ୍ଛା ସଫଳ। କାରଣ ୟୋର ପ୍ଲାନ୍, ୟୋର ୱିଲ୍ ଇଜ ଡିଫରେଣ୍ଟ ଆଣ୍ଡ ଗ୍ରେଟର ଫର ମି। ତୁମର ଇଚ୍ଛା ଆଉ ତୁମର ଯୋଜନା ମୋ ପାଇଁ ମହାନ। ମୁଁ ସାନ ସାନ ବିଷୟ ଭାବୁଥିବି, କିନ୍ତୁ ତୁମେ ବଡ ବଡ ବିଷୟ ଭାବୁଥିବ। ତେବେ ସେଥିପାଇଁ 1 ପଦରୁ 3 ପଦରେ ଆମେ ଦେଖୁଛୁ, ଅନନ୍ତର ଆୟୁବ ସଦା ପ୍ରଭୁଙ୍କୁ ଉତ୍ତର ଦେଇ କହିଲା, ଉତ୍ତର ଦଉଛି କଣ ବୋଲି, ପ୍ରଭୁ ପ୍ରଶ୍ନ କରିଛନ୍ତି। କେମିତି ପ୍ରଶ୍ନ?
एंती शब्दरे कही ना प्रभु प्रश्न प्रभु ताको प्रश्न करिसंती जीवनर गोटे एमितिका परिस्थिति रे जो परिस्थिति रे आमे कहि पारू आयुब तार सब परिस्थिति खराब अछि तार जीवन रो प्रभु किछि कथा कहि नांती ता जीवन रे कष्ट दुख से अनुभव करूछि से परिस्थिति रे एटा प्रश्न बोली भाबिला प्रभु मते प्रश्न करछन तुम सहित अछु ना नाही आम जीवन रे मध्य एमितिका परिस्थिति आसीबो फील हबो प्रभु मु तुम सहित अछि ना नाही प्रभु से समय रे हमक पचार एमिति दुख कष्ट मु दउनी एटा शैतान रो हाथ रे अछि सेति पई आमे देखु जो आयुब पुस्तक एक पर्व रे लिखा होछि शैतान जाई कि ईश्वरଙ୍କ ठारे परमिशन मागी कि आसुछि आउ आयुब को परीक्षा करूछि आउ आयुब को जेतबे परीक्षा करूछि शैतान तबे आयुब बुझन को प्रश्न करंती मु एपरि परिस्थिति रे के जाने तते छाड़ी छी किंतु तू मो सहित अछु कि नाही प्रश्न कर व्हाट इज आवर आंसर आयुब सेति पई उत्तर आंसर दियंती उत्तर दियंती मु जाने जे तुमे सब करि पारो तुमरो कोनोसी संकल्प निवारण करा जाई न पारे योर विल नेवर बी डिनाइड तुमर इच्छा जोटा तुमे करबो आगा मु नाई बोले भी करिवो किंतु तुम सब करि पारो तुम हाथ रे से शक्ति अछि तापरे ज्ञान बिना मंत्रणा गोपन पारिए गोपन कारी ए किए तापरे सत्य मु जहा को बुझिली नाही जे अति आश्चर्य कथा जानिली नाही ताहा ही कही अछ ताहा ही कही अछ मु जोटा बुझी पारु नाही जोटा जानि पारु नाही सेमती काम करछ प्रभु तुमे आमे केतरा कथा सरल भाव रे बुझी जीवु केतरा कथा बुझ प्रभु मु एते सेवा करूछि तुम पाई दिन राति समय देली एते प्रार्थना कली एते सब करिछि प्रभु तथापि मोर जीवन रे काई केदी दुख सेति पई कहछि एटा आश्चर्य कथा तथापि प्रभु जानि छन सेति पई मु बुझिली नाही मु मनुष्य भाव रे बुझी पारबी नै ईश्वर को मु मनुष्य ईश्वर नै बुझी पारबी नै किंतु तुमे जानिछो मु जाने जे तुमे सब करि पारो यू कैन डू एवरीथिंग प्रिय माने द बुक ऑफ जॉब आयुबंकर ए पुस्तक इट्स ए फर्स्ट पोएटिक बुक इन द बाइबल पांचटा गीतर पुस्तक अछि बाइबल रे कोन कोन आयुब गीत संगीता एटा मने रखले आका बाइबल संगे संगे काढी हबो तबे संडे स्कूल रे हम सिखाउछु जदि को माने मुखस्त करि नांती बाइबल बोले आइबक पड़ो संडे स्कूल रे आयुब गीत संगीता हितोपदेश उपदेशक परम गीत केतरा गीत पुस्तक अछि पांचटी गीत पुस्तक आ ये पांचटी गीत पुस्तक मध्य आयुब होउचंती फर्स्ट गीत पुस्तक हमको एमती लागुच एमती नॉर्मली किंतु प्रकृत रे एटा गीत भलिया लिखाई छी तार छंद गुडाक अछि हमर ओडिया बाइबल आला बेले से छंद मिसई पर नांती किंतु हिब्रू बाइबल रे गीतर छंद भलिया अछि ए गीत तांकर जीवन रो गोटे गीत सदृश्य से लिखि छंती दुखर गीत आनंदर गीत ए सब लिखा अछि हेले ए आयुब रो पुस्तक आमान को शिक्षा दिए ट्रस्ट गॉड अंडर ऑल सर्कमस्टेंसेस सब परिस्थिति रे ईश्वरंकर उपरे भरोसा रखो एई कथा ही ए संपूर्ण आयुब पुस्तकर गोटे उद्देश्य अछि सब परिस्थिति रे आपनकर दुख रे सुख रे आनंद रे निरानंद रे गुड टाइम्स बैड टाइम्स हैप्पी टाइम सरोस सरो टाइम सब टाइम रे जॉय और सैडनेस टाइम रे ट्रस्ट गॉड इन ऑल सर्कमस्टेंसेस सब परिस्थिति रे प्रभुंकर उपरे निर्भर करो आयुब नामर अर्थ होछि कोन आयुब नामर अर्थ केते लोक कहंती तार नार अर्थ आका होछि प्रेसिक्यूटेड माने ताड़ित लोक निर्यातित लोक आ केते जण कहंती आयुबंग नामर अर्थ कोन ही हु रिटर्न्स जे फेरिबो गोटे परिस्थिति गला परे फेरिबो आयुब गोटे खराब परिस्थिति मध्य दे गला आउ से फेरिला प्रभु छाड़ी देले नै तबे आम जीवन रे मध्य जदि प्रभु को सहित आम अछु आमे गोटे खराब परिस्थिति दे जीवु तापरे आउ थरे रिटर्न हबु फेरिबु आमे
ତେବେ ଅନେକ କଥା ଅଛି, 7ଟା ଲେସନ ଅଛି ଏ ଆୟୁବ ପୁସ୍ତକରେ। 7ଟା ବିଷୟ କୁହାହଉଛି। ଈଶ୍ୱରଙ୍କର ସୋଭରେନ୍ ପାୱାର, ସାର୍ବଭୌମ୍ୟ ଶକ୍ତି, ଅର୍ଥାତ୍ ପୃଥିବୀ ସବୁ ଈଶ୍ୱରଙ୍କର ନିୟନ୍ତ୍ରଣରେ ଅଛି। ଆୟୁବ ପୁସ୍ତକର ପ୍ରଥମ ଶିକ୍ଷା। ଦ୍ୱିତୀୟ ଶିକ୍ଷା ଅଛି authentic faith endures suffering। ତେବେ ଆମେ ଯେତେ ଦୁଃଖ କଷ୍ଟ ପାଇବୁ, ଯଦି ଆମର ବିଶ୍ୱାସରେ ଆମେ ଧୈର୍ଯ୍ୟ ଧରିଛୁ ଅଥେଣ୍ଟିକ ଭାବେ, ମୁଁ ପ୍ରକୃତରେ ଯୀଶୁଙ୍କୁ ଈଶ୍ୱରଙ୍କୁ ବିଶ୍ୱାସ କରୁଛି ବୋଲେ ଦୁଃଖରୁ ଆମେ ଉପଶମ ପାଇବୁ। ତୃତୀୟ କଥା ଶିକ୍ଷା ଅଛି ବି ହନେଷ୍ଟ ୱିଥ ଗଡ୍। ସବୁବେଳେ ଈଶ୍ୱରଙ୍କ ଠାରେ ବିଶ୍ୱସ୍ତ ରହିବା ଆୟୁବଙ୍କ ଶିକ୍ଷା ଦେଇ ଆମେ ଦେଖୁଛୁ। ତୃତୀୟ କଥା। ଚତୁର୍ଥ, ଏଭଏଡ୍ ସିନଫୁଲ ଆକ୍ଟ। ଏଭଏଡ୍ ସିନଫୁଲ ଆକ୍ଟ ବୋଲେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ପାପ କରିବା ଠାରୁ ପୃଥକୀକୃତ ହେବା। ଚତୁର୍ଥ ହେଲା। ପଞ୍ଚମ ହେଲା ପ୍ୟାସେନ୍ସ ଇନ୍ ପେନ୍। ଧୈର୍ଯ୍ୟ ଧରିବା ଯନ୍ତ୍ରଣାରେ, କଷ୍ଟ ହେଲେ ଧୈର୍ଯ୍ୟ ଧରିବାକୁ ଶିଖିବା। ଆଉ କେବଳ ଧୈର୍ଯ୍ୟ ନାହିଁ, ଆଉ କଣ, ହ୍ୟୁମିଲିଟି, ନମ୍ର ହେବାକୁ ଶିଖିବା। ସମସ୍ୟା ଆସିଲେ ନମ୍ର ହେବାକୁ ଶିଖିବା। କେତେ ନମ୍ବର ହେଲା? 4, 5, 6, ଏବେ 6 ନମ୍ବର କଣ? ରିପେଣ୍ଟେନ୍ସ ଫର ରେଷ୍ଟୋରେସନ। ଆମକୁ ଅନୁତାପ କରିବାକୁ ପଡିବ ପୁନରୁଦ୍ଧାର ପାଇଁ। ମୁଁ ଯଦି କିଛି ଭୁଲ କରିଛି ସେଥିପାଇଁ ମୋ ଜୀବନରେ ଏମିତି ଘଟୁଛି, ଯଦି ମୁଁ ଫିଲ୍ କରୁଛି ଆମକୁ ଫେରିବାକୁ ପଡିବ। ରିପେଣ୍ଟେନ୍ସ ଫର ରେଷ୍ଟୋରେସନ। ଆଉ ଲାଷ୍ଟ 7 ନମ୍ବର ହଉଛି ହୋପ ଇନ ଗଡ୍ସ ଭିଣ୍ଡିକେସନ। ହୋପ ଇନ ଗଡ୍ସ ଭିଣ୍ଡିକେସନ ଅର୍ଥାତ୍ ନିର୍ଦ୍ଦୋଷ ତାରେ ସିଦ୍ଧି ଲାଭ କରିବା ନିମନ୍ତେ ଈଶ୍ୱରଙ୍କ ଠାରେ ଭରସା କରିବା। ବୋଲେ ମୁଁ ଯଦି ଭୁଲ କରି ନାହିଁ, ତଥାପି ଯଦି ମୋ ଜୀବନରେ ଦୁଃଖ ଆସି ବୋଲେ ମତେ ପ୍ରଭୁ ପରଫେକ୍ଟ କରିବା ପାଇଁ ଚାହୁଁଛନ୍ତି। ଟିକେ ଟିକେ ଅଳ୍ପ ପରଫେକ୍ଟ ହେଇଥିଲେ ପରଫେକ୍ଟ କରୁଛନ୍ତି। ଯେମିତିକି ସୁନା ହଳଦିଆ ଦେଖାଗଲେ ମଧ୍ୟ ସେଇଟା ସୁନା ନାହିଁ, କିନ୍ତୁ ତାକୁ ପରଫେକ୍ଟ କରିବା ପାଇଁ ହେଲେ ନିଆଁରେ ପୁଡ଼େଇବାକୁ ପଡିବ। ତେବେ ଆମ ଜୀବନରେ, ଖ୍ରୀଷ୍ଟୀୟ ଜୀବନରେ ମଧ୍ୟ ପ୍ରଭୁ ଏମିତି ସମସ୍ୟା ଗୁଡାକ ପକାନ୍ତି ଯେମିତି ଆମେ ଶୁଦ୍ଧ ଖ୍ରୀଷ୍ଟିଆନ ହେବୁ, ରିଏଲ ଖ୍ରୀଷ୍ଟିଆନ, ପରଫେକ୍ଟ ଖ୍ରୀଷ୍ଟିଆନ ହେବୁ। ତେବେ ଏଇ କଥା ସବୁ ଲେଖା ଅଛି। ଆଉ ଯେତେବେଳେ ଆୟୁବ ଏବେ କହୁଛନ୍ତି କଣ, 2 ପଦରେ, ମୁଁ ଜାଣେ ଯେ 2 times, 2 ଥର ଆୟୁବ କହିଛନ୍ତି ମୁଁ ଜାଣେ ଯେ। ପ୍ରଥମଟା ଆପଣ ମାନେ ପାଇବେ ଆୟୁବ ତାର 19 ପର୍ବ 25 ପଦରେ। କାଢନ୍ତୁ, ପ୍ରଥମରେ ସେ କହିଛନ୍ତି, ପ୍ରଥମ ଥର କଣ ବୋଲି, 19, 25। ଆଉ ଥରେ କହିଲେ, ମାତ୍ର ମୁଁ ଜାଣେ ଯେ, କଣ ବୋଲି ଜାଣନ୍ତି ସେ? ମୋର ମୁକ୍ତିକର୍ତ୍ତା ମତେ ଯେ ଉଦ୍ଧାର କରିବେ ସେ ଜୀବିତ, ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ମୁଁ ଜାଣିଛି, ମୁଁ ମରିଗଲେ ମଧ୍ୟ ମୋର ମୁକ୍ତିକର୍ତ୍ତା ଜୀବିତ, ମୁଁ ଜାଣିଛି। ତାପରେ ପୁଣି ମୋର ଚର୍ମ ଏହି ରୂପେ ବିନଷ୍ଟ ହେଲା, ଉତାରେ ମୁଁ ମାଂସ ବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି। ଏ ଜାଗତିକ ମାଂସ ପାଇଁ ସୁନ ପାଉଡର ଲଗାଇ ବେସଲିନ ମାରି ଏବେ ଫାଟୁଛି ତ ହାତ ଗୋଡ, ଏଟା ସବୁ ସଜାଇଲେ ମଧ୍ୟ that will not work। ଅଳ୍ପ ସମୟ ପାଇଁ, ଆହୁରି କାଲିକୁ ଗାଧେଇଲା ପରେ ଆହୁରି ଫାଟିଯିବ। ତେବେ ସେଥିପାଇଁ ତା ପାଇଁ ଯତ୍ନ ନାହିଁ। କିନ୍ତୁ ଗୋଟେ କଥା, ମୋର ହାତ ଗୋଡ ଫାଟି ଯାଉ, ଯେତେ ବଡ ରୋଗ ହଉ, ମୋର ଯେତେ ଖଣ୍ଡିଆ ଖାବରା ହଉ, ହାତ ଗୋଡ ଭାଙ୍ଗି ଯାଉ, ସବୁ ହଉ, ମୁଁ ଜାଣିବା ଦରକାର। କଣ ଜାଣିବା ଦରକାର? ମୁଁ ଜାଣିଛି ଯେ ମୋର ମୁକ୍ତିକର୍ତ୍ତା ଜୀବିତ, ସେ ପୃଥିବୀ ଉପରେ ଆଉ ଥରେ ଠିଆ ହେବେ। ଆଉ ମୁଁ ଏ ଶରୀର ସବୁ ଜରାଜୀର୍ଣ୍ଣ ହେଲା ପରେ ମଧ୍ୟ ମୁଁ ମାଂସ ବି ନହିଁ, ମାଂସ ନଥାଇ କରି ମୁଁ ତୁମକୁ ଦେଖିବାର ଅଛି ପ୍ରଭୁ। ଆୟୁବ ତାର ଶରୀରରେ ଯେତେ ବିସ୍ଫୋଟକା ଗୁଡା କହୁଥିଲା, ଖପୁରି ଧରି ପୁରା କୁଣ୍ଡେଇ ହେଉଛି, ତଥାପି ସେ ଏ କଥା କହିପାରୁଛି। ଆମର ଜୀବନରେ ଏତିକି ହେଲେ, ଗିର୍ଜା ତ ଯିବାଟା ଛାଡନ୍ତୁ, ଘରେ କେ ପ୍ରାର୍ଥନା କରିବା ଥାଉ ବି ଆଜ୍ଞା କର ନାହିଁ, କିନ୍ତୁ ସିଏ କହିପାରୁଛନ୍ତି କଣ ବୋଲି, ସେ କହୁଛନ୍ତି ମାଂସ ବିହୀନ ହେଲେ ମଧ୍ୟ ମୁଁ ତୁମକୁ ଦେଖିବି। ମୋର ଯେତେ ଶରୀରର ଅସୁସ୍ଥତା ଥିଲେ ମଧ୍ୟ ମୁଁ ପ୍ରଭୁଙ୍କର ପାଖକୁ ଗିର୍ଜାକୁ ଆସିବି। ଏମିତି ରହିବାର ଅଛି। କଲିଜା ନେଇକି କି କଷ୍ଟ, ଆୟୁବ ଭଳିଆ କଷ୍ଟ ଆମ ଜୀବନରେ ଆସିଛି କି?
କିନ୍ତୁ ସେ କହୁଛି ମୁଁ ଜାଣେ ଯେ ମୋର ମୁକ୍ତିକର୍ତ୍ତା ଜୀବିତ। ସବୁବେଳେ ଜାଣିର କଥା। ଫାଷ୍ଟ ଜିନିଷ ଚର୍ମ ବିହୀନ ହେଲେ ମଧ୍ୟ ମୋ ପ୍ରଭୁଙ୍କୁ ଦେଖିବାର ଅଛି। ତେବେ କଣ ଜାଣିବାର ଅଛି? ମୁଁ କହିଲି ସେ ଜୀବିତ ଈଶ୍ୱର, ମୁଇଁ ଧୂଳି ମାତ୍ର। ସେଥିପାଇଁ ସେ ଲାଷ୍ଟ ପଦରେ ଗୋଟେ କଥା କହନ୍ତି କଣ ବୋଲି, ଲାଷ୍ଟ ପଦରେ 6 ପଦରେ 42-6 ପଦରେ, ଏହେତୁ ମୁଁ ଆପଣଙ୍କୁ ଘୃଣା କରୁଅଛି ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ। ସେ ଜାଣୁଛି ମୁଇଁ ଗୋଟେ ଧୂଳି, ମ୍ୟାନ ଅଫ ଡଷ୍ଟ, ଧୂଳିରେ ତିଆରି ହେଇଛି, କିନ୍ତୁ ତୁମେ ମୋର ମୁକ୍ତିକର୍ତ୍ତା ଜୀବିତ। ପ୍ରଥମ କଥା ମୁଁ କହିଲି ମୁଁ ଜାଣେ ଯେ ବୋଲି ପ୍ରଥମ ଥର ସେଠି ଲେଖା ହଉଛି। ଆଉ ଦ୍ୱିତୀୟ ଥର ଏଠି ଲେଖା ହଉଛି କଣ ବୋଲି 2 ପଦରେ ମୁଁ ଜାଣେ ଯେ, ସେକେଣ୍ଡ ଟାଇମ କୁହାଉଛି। ଆଉ କେମିତି କୁହାଉଛି? ଫାଷ୍ଟରେ ହେଲା ସେ ଜୀବିତ ଈଶ୍ୱର ବୋଲି। ତେବେ ଆମେ ମଧ୍ୟ ଜାଣି ରଖିବା ମୁଇଁ ଜାଣିଛି କି ନାହିଁ ମୋର ପ୍ରଭୁ ଜୀବିତ ବୋଲି। ଯଦି ମୋର ପ୍ରଭୁ ଜୀବିତ ବୋଲେ ମୋର ଜୀବନ କେମିତି ହେବା ଦରକାର? ମୁଇଁ ତାଙ୍କୁ ସାକ୍ଷାତ କରିବା ପାଇଁ ହେଲେ ମୋର ଜୀବନ କିପରି ହେବା ଦରକାର? ଟିକେ ଭାବନ୍ତୁ। ମତେ ଶେଷ ଦିନରେ ସେ ବିଚାର କରିବେ ମୁଁ କିପରି ରହିବା ଦରକାର। ଜାଣିଛି ତ ନା ଖାଲି ଜାଣବାର ଆକ୍ଟିଂ କରୁଛି? ସେକେଣ୍ଡ କଥା ଏଠି କହୁଛନ୍ତି ମୁଁ ଜାଣେ ଯେ ତୁମେ ସବୁ କରିପାର। ଆମର ପ୍ରଭୁ କ୍ୟାନ୍ ଡୁ ଏଭ୍ରିଥିଂ। ସବୁ କରିପାରିବେ, ସବୁ କରିପାରିବେ। ସବୁ କଣ କଣ ସବୁ କରିପାରିବେ? ସେ ସବୁ କରିବେ। ସମୁଦ୍ରକୁ 2 ଭାଗ କରି ଇସ୍ରାଏଲ ଗୋଷ୍ଠୀକୁ ଯେମିତି ନେଲେ ସେମିତି ସମୁଦ୍ରକୁ 2 ଭାଗ କରିପାରିବେ। ଅଗ୍ନିରେ ପଡିଥିବା ସଦ୍ରକ ମୈଶକ ଅବେଦନଗୋକୁ ଅଗ୍ନିରେ କୌଣସି କ୍ଷତ ହବ ନାହିଁ, ସେମାନଙ୍କୁ ବାହାର କରିପାରିବେ। କିନ୍ତୁ ଯୋଉମାନେ ଅଗ୍ନିରେ ଫିଙ୍ଗିଥିଲେ ସେମାନେ ସବୁ ନିଆଁରେ ପୋଡ଼ି ମରିଗଲେ। ସେ କରିପାରିବେ। କେତେ କଥା। ସେ କାଉମାନଙ୍କୁ କହି ଏଲିଓ ବାବବାଦୀଙ୍କୁ ଖାଦ୍ୟ ପଠାଇ ପାରିବେ, ସେ କରିପାରିବେ। ଆଉ ଏ ଜନ୍ମ ପର୍ବରେ ସେ କଣ କଣ କରିପାରିଛନ୍ତି? ସେ ଗୋଟେ ନାରୀ ଦେଇ, ଗୋଟେ କୁମାରୀ କନ୍ୟା ଦେଇ ଗୋଟେ ସନ୍ତାନ ଜାତ କରିପାରନ୍ତି, ସେ କରିପାରନ୍ତି। ସେ ଦିନହୀନ ଦରିଦ୍ର ଦିନହୀନ ମରିୟମକୁ ସୁଦ୍ଧା ବାଛନ୍ତି ଜଗତର ପରିତ୍ରାଣକର୍ତ୍ତା ମାଙ୍କର ମା ହେବାର ସୌଭାଗ୍ୟ ଦେବା ପାଇଁ। ସେ କରିପାରନ୍ତି। ଧନୀ ଲୋକ ଚୁଜ୍ କରନ୍ତି ନାହିଁ, ସେ ଦରିଦ୍ରକୁ ମଧ୍ୟ ବାଛନ୍ତି। ଆମର ଈଶ୍ୱର ଏମିତି ସେ କରିପାରନ୍ତି। କଣ? ଗାଈ ଶାଳରେ ମଧ୍ୟ ଆମର ଈଶ୍ୱର ଜନ୍ମ ହେଇପାରନ୍ତି, ମାନେ ଯାଇପାରନ୍ତି। ଯେତେ ତଳକୁ ଯିବା କଥା ସେତେ ତଳକୁ ସେ ଯାଇ ପାରନ୍ତି ଆମ ପାଇଁ। କେବଳ ସେତିକି ନୁହେଁ, ସେ ଗୋଟେ ସାଧାରଣ ବଢେଇ ଘରର ସନ୍ତାନ ହେଇପାରନ୍ତି, କରିପାରିବେ ସେ ଆମ ପାଇଁ। କେବଳ ସେତିକି ନୁହେଁ, ସେ ଜଳକୁ ଦ୍ରାକ୍ଷା ରସ କରିପାରନ୍ତି। ସେ 38 ବର୍ଷର ପକ୍ଷାଘାତ ରୋଗୀକୁ ସୁସ୍ଥ କରିପାରନ୍ତି। ସେ ଜନ୍ମାନ୍ଧ ବାର୍ଟିମୟକୁ ଚକ୍ଷୁ ଦେଇପାରନ୍ତି। ଏପରିକି ସେ 4 ଦିନ ପୂର୍ବରୁ ମରିଯାଇ ସଡ଼ି ପଚି ଯାଉଥିବା ଲାଜାରର ଶରୀରକୁ, ଲାଜାରକୁ ମୃତ୍ୟୁରୁ ଉଠାଇ ଡାକି ପାରନ୍ତି, ଲାଜାର କମ୍ ଆଉଟ୍, ଲାଜାର ବାହାରି ଆସ। ସେ କରିପାରନ୍ତି। ସେ କଣ କରିପାରନ୍ତି? ସେ ଗଧ ଉପରେ ବସି, ସେ ଗଧ ଉପରେ ବସି ରାଜା ହେଇପାରନ୍ତି। ଅଲଗା ଲୋକ ଘୋଡ଼ା ଉପରେ ବସି, ହାତୀ ଉପରେ ବସି ରାଜା ହେଇପାରନ୍ତି। ଗଧ ଉପରେ ବସିଲେ କେ ରାଜା କହିବେ କି? ନେଭର। ଗଧ ଉପରେ ବସିଛି କିଛି, ସେ ଗଧ ଉପରେ ବସି ରାଜା ହେଇପାରନ୍ତି। ସେ କ୍ରୁଶର ଯନ୍ତ୍ରଣା ସହି ଆମକୁ କ୍ଷମା ଦେଇପାରନ୍ତି। କ୍ରୁଶର ଏତେ କଷ୍ଟ ଯନ୍ତ୍ରଣା ସହି ମଧ୍ୟ ଆମକୁ ସେ କ୍ଷମା ଦେଇପାରନ୍ତି। ଆମେ କରିପାରିବୁନି, ସେ କରିପାରନ୍ତି। 3 ଦିନ ସମାଧିରେ ରହି ଉଠି ପାରନ୍ତି। ସେ ଉଠି ସମସ୍ତଙ୍କୁ ସାକ୍ଷାତ କରି 40 ଦିନ ପରେ ସ୍ୱର୍ଗକୁ ଯାଇପାରନ୍ତି। ଆଉ ମନେ ରଖନ୍ତୁ, ଏତିକି ଆଗ କରିପାରନ୍ତି ନାହିଁ, ସେ ଆଉ ଥରେ ଆମ ମାନଙ୍କୁ ନେବା ପାଇଁ ଆସିପାରନ୍ତି। ଆର୍ ୟୁ ରେଡି? ଆମେ ପ୍ରସ୍ତୁତ ଅଛୁ କି? ପାରନ୍ତି, ସେ ସବୁ କରି ପାରନ୍ତି। ସେଇ କଥା ଆମେ ମନେ ରଖିବା। ଆମର ପ୍ରଭୁ ସବୁ କରିପାରନ୍ତି। ମଧ୍ୟ ଆକାଶକୁ ଆମକୁ ନେବା ପାଇଁ ଆସିବେ। ସେ ସମୟରେ ସେ ପାରିବେ, ଆମେ ପାରିବୁ କି ନାହିଁ ତାଙ୍କ ପାଖରେ ପହଞ୍ଚିବା ପାଇଁ? ପ୍ରଥମ କଥା, ଦ ପାୱାର ଅଫ ହିଜ ୱିଲ୍। ତାଙ୍କର ଇଚ୍ଛା ଶକ୍ତିକୁ ମନେ ରଖନ୍ତୁ। ସେ କଣ କରି ନ ପାରନ୍ତି ଆମ ଜୀବନରେ? ଯେକୌଣସି ଖରାପ ପରିସ୍ଥିତିରେ ମଧ୍ୟ ସେ କରିପାରନ୍ତି। ଆଉ ଏଇଟା ମୁଁ ଜାଣିବାର ଅଛି। ଆୟୁବ ଜାଣିଛନ୍ତି। What about us? ମୁଁ ଜାଣିଛି ତ,
मु जानी तेबे भाग्यवान मु जदि जानी नहीं से कौन करि पारंती मोर जीवन सेमती आग रहइबो पुराना वर्षर जेमती थिला नुआ वर्षर मध्ये सेमती रहइबो एबे कथा होतुलो आमे पुराना वर्षर 10टा बोले 10टा ओदर आइबो नुआ वर्षर भी सेमती आग रहइबो चेंजनेस आसीबार अछि मु जदि जानी छी सेकंड थिंग द्वितीय विषय द प्लान ऑफ हिज वंडर्स द प्लान ऑफ हिज वंडर्स तांकर आश्चर्य योजना तांकर योजना को के बुझी हेबो नै प्रिय माने इट आश्चर्य वंडरफुल 4 पदर 6 पदर लिखा अछि से कहउछन्ती विनय करूछि प्रभु को एबे विनय करछन्ती रिक्वेस्ट करछन्ती विनय करूछि सुनो मु कथा कहिबी मु तुमको प्रश्न करिबी आ तुम्हे मते बुझाई दियो प्रभु मुई तो बुझी पारु नै भगवाटा मु तो बुझी पारु नै मते बुझाई दियो मु कर्ण रे तुम विषय सुनी थिली बोले मु एबे जेंती कहूची आपण मान सुनुछंती से कहउछन्ती मु खाली सुनी थिली जे प्रभु करि पारबे परा मु सुनी छी तुमे करि पारिबो बोली मु कर्ण रे तुम विषय सुनी थिली मात्र एबे मोर चक्षु तुमको देखु अछि बोले से भाववाणी कहि देले का विषय जो प्रभुंकर विषय मु सुनी थिली एबे से कहउछंती कोन से ईश्वर को देखु जीसु को मु देखु छी एहेतु मु आपना को घृणा करूछि पुणी धूली और भस्म रे बसी अनुताप करूछि मोर भाग्य मोर की सौभाग्य मु करिथिबा सब पाप पाई मु धूली रे बसिछि आ भस्म रे बसिछि प्रिय माने मन रखु जॉब सेड गॉड मेक मी टू अंडरस्टैंड यू गॉड जॉब कहउछंती आयुब कहउछंती प्रभु मते सहाय्य कर मु तुमको जेंती बुझी पारिबी मोर जीवन रे जो कष्ट अछि जंत्रणा आसुची से सब टेस्टिंग सफरिंग पेन मु बुझी पारिबी प्रभु सेथि पाई मते ज्ञानी मन दियो मन रखो प्रिय माने ग्रोथ नेवर हैपन इन कंफर्ट जोन आपनकर अभिवृद्धि आरामदायक जगह रे हेबो नै आपनकर अभिवृद्धि यदि घरे आका पाठ पढुथिबे कि केतरा हमर पुओ झियो माने वर्तमान बाहर जाई पढुछंती घरे थिले बापा माँ को बेसी डिमांड एटा दरकार सेटा दरकार नले मु फुलाई कि थिबे कांदुथिबे खाइबी नै जा बोली कहउथिबे से मानकर अभिवृद्धि हेबो नै समस्या आसिले हठात रे बापा माँ एब्सेंट हे गले से माने आकु पढि पारे कोन करबी का को एबे कहबी सेथि पई कहा जाय ग्रोथ नेवर हैपन इन कंफर्ट जोन आरामदायक जगह रे से मानकर अभिवृद्धि हेबो नै तांको टिके धीरे धीरे बाहर को छाड़ीबा को पड़िबो आजिकाली पिला मानकर इम्यूनिटी पावर कम बोली कहउछन्ते नै टिके को काश सर्दी टिके को ज्वर एमती होछि काई की कारण आमे हमर पिला ई बाबा बाहर को जीवो कि ठंडा हो जीवो नै कादो ही जीवो धूली ही जीवो मन रखंतु से माने स्ट्रांग हेइचंती जो माने से दिन गुडा करे नदी रे जाई डाइप मारी मारी गादाउथिले ठंडा का करे आगरे तो नथिला घरे बाथरूम नै की थिला की बाथरूम कुटी जीवा पड़थिला गाड़ को जीवा पड़थिला नदी को सेठी बाथरूम जीवार सेठी गाधाइबार आमे भी गाधाइछु डेई डेई करे डाइप मारी मारी टिके टिके इम्यूनिटी पावर अछि आजि काली रे पिल्ला माने टिके कुटर पानी पी देले छिंकी छिंकी रहला बळाई जाउ छ कंफर्ट जोन रे हमर ग्रोथ होबो नै आरामदायक जगह रे हमर अभिवृद्धि होबो नै टिके बाहर बारी सेठी पई वेस्टर्न कंट्री आजि काली से माने जाउ नांती बोली से माने को कादो रे खेलवा पई पठै दुछंती जाओ टी खेलो बोली चली वर्तमान ह्यूमिनिटी पावर बढ़ाइबा पाई तो प्रिय माने मु कहली ग्रोथ नेवर हैपन इन कंफर्ट जोन आउ सेति पई जण कहंती एंड्यूर्स द पेन एंजॉय द गेन एंड्यूर्स द पेन जंत्रणा को बाधा को कष्ट को संभालो तबे कोन लाभ को तुम्हें आनंद करि पारिबो एबे जो परिश्रम पिला मान को पाठ पढ़रे बोले से कुरकुरा ही जाउछंती नेकी एटा पेन रो समय कहला बेल कष्ट लागुथि मतलब तांकर बेटर पाई को आउछि जदि एबे से माने संभाळिबे से कष्ट राति उठी की पाठ पढ़िबे केते परिश्रम करिवार पाठ पढ़िबे तबे लेखा होछि कोन एन्जॉय द गेन परे गोटे समय आसीबो आमे एन्जॉय करिवो आनंद करिवो एथि पाई कहउथिले मु आज चाकरी करछि मु एतकी पाउछि नइले कुली करबा पाई आमे जीवु एन्जॉय नाही समस्या अछि ए माने मने रखु
ଯେତେବେଳେ ଆମର ଗ୍ରୋଥ ହେବାର ଅଛି କଷ୍ଟ ଆସିବାର ଆବଶ୍ୟକତା ଅଛି। ଯେତେବେଳେ ଆପଣମାନଙ୍କୁ ଜୀବନରେ କଷ୍ଟ ଦୁଃଖ ସମସ୍ୟା ଆସୁଛି ମନେ ରଖନ୍ତୁ ଇଟ୍ ଇଜ୍ ଫର୍ ୟୋର ଗ୍ରୋଥ। ଆପଣମାନଙ୍କର ଅଭିବୃଦ୍ଧି ପାଇଁ ଏଇଟା ହେଉଛି। ଆମ ଜୀବନରେ ପ୍ରଭୁଙ୍କ ଠାରେ କେ ଜାଣେ ଆୟୁବ ଉଣା ପଡ଼ିଥିଲା ତାର ଅଭିବୃଦ୍ଧି ହେଲା। ସେଥିପାଇଁ ଆମେ ଯେତେବେଳେ ପଢୁଛୁ ଏଇ 42 ପଦ ହେଉଛି କନକ୍ଲୁଜନ ଚାପ୍ଟର। ଆୟୁବ 42 ପର୍ବ ହେଉଛି ଲାଷ୍ଟ ଚାପ୍ଟର। ଆଉ ସେଠି କ'ଣ ଯେତେବେଳେ 12 ପଦ ଲେଖା ହେଉଛି ଆୟୁବର ପରିସ୍ଥିତି କିପରି ଥିଲା। ପ୍ରଥମରେ ଥିଲା ଯଦି ଆମେ ଏକ ପର୍ବ ପଢିବୁ ପ୍ରଥମରେ ତାର ଅବସ୍ଥା ଏକ ପର୍ବ ବୋଧେ ଏକ ପଦରେ 2 ପଦରେ ଲେଖା ହେଉଛି କ'ଣ ଆୟୁବର ପ୍ରଥମ ସ୍ଥିତି କ'ଣ ଥିଲା ଲେଖା ଅଛି ତାର 7 ପୁତ୍ର 3 କନ୍ୟା ଥିଲେ। 3 ପଦରେ ଲେଖା ଅଛି ତାର ସମ୍ପତ୍ତି କ'ଣ ଥିଲା 7000 ମେଷ 3000 ଉଷ୍ଟ୍ର 500 ହଳ ବଳଦ 500 ଗର୍ଦ୍ଧବୀ ଏମିତି ସବୁ ଥିଲା। ଲାଷ୍ଟରେ endures the pain ଧୈର୍ଯ୍ୟରେ କଷ୍ଟ ଯନ୍ତ୍ରଣା ସହିଲା। ତେବେ ଲାଷ୍ଟରେ କ'ଣ ହେଲା ଲେଖା ଅଛି 12 ପଦରେ 42 ପର୍ବ 12 ପଦରେ ଏଇ ରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦ ଯୁକ୍ତ କଲେ। ଲାଷ୍ଟ ଆଶୀର୍ବାଦ ଯୁକ୍ତ ଗେନ୍ ଲାଭ ଆମେ କରିପାରିବୁ କେମିତି ଆଶୀର୍ବାଦ ତୋରେ ଲେଖା ଅଛି କ'ଣ ତହିଁରେ ତାର 14000 ମେଷ ହେଲେ କେତେ ଥିଲେ 7000 ଥିଲେ ଡବଲ ହେଇଗଲା 14 ହେଲା। ତାର 6000 ଉଷ୍ଟ୍ର 6000 3000 ଓଟ ଥିଲା ଆହୁରି ଡବଲ ହେଇଗଲା 6000 ହେଇଗଲା। 1000 ହଳ ବଳଦ 500 ହଳ ବଳଦ ଥିଲା 1000 ହଳ ବଳଦ ହେଲା। 1000 ଗର୍ଦ୍ଧବୀ ହେଲା 1000 500 ଗଧ ଥିଲେ 1000 ଡବଲ। ଦୁଃଖ କଷ୍ଟ ହେଉଛି ଆପଣଙ୍କର ଅଭିବୃଦ୍ଧିର ସମୟ। ଆୟୁବଙ୍କର ଜୀବନ ଦେଇ ଆମେ ସେଇ କଥା ସବୁ ଶିକ୍ଷା କରିବା। ଆଉ ଲାଷ୍ଟ ଲେଖା 13 ପଦରେ ମଧ୍ୟ ତାହାଙ୍କର 7 ପୁତ୍ର ଆଉ 3 ପୁଅ ଝିଅ ସମାନ ରହିଲେ ନହେଲେ ଟେନସନ ବେଶୀ ହେବ ନାଇକି। ଆଉ କିନ୍ତୁ ସେ ପୂର୍ବର ପୁଅ ଝିଅ ମାନେ କେ ଜାଣେ ସୁନ୍ଦରା ସୁନ୍ଦରୀ ନଥିଲେ। ସେଥିପାଇଁ 15 ପଦରେ ଲେଖା ହେଉଛି କ'ଣ ବୋଲି ଦେଶ ଯାକର ଯେକୌଣସି ସ୍ତ୍ରୀ ଆୟୁବର କନ୍ୟା ମାନଙ୍କ ପରି ରୂପବତୀ ନଥିଲେ। ଆଉ ତାଙ୍କର ପିତା ସେମାନଙ୍କର ଭାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲେ ବୋଲେ ତାଙ୍କର ଭଳିଆ ପୁଅ ଝିଅ ସୁନ୍ଦରା ସୁନ୍ଦରୀ ପୁଅ ଝିଅ ନଥିଲେ। ଆଦ୍ୟ ଅବସ୍ଥା ଠାରୁ ଶେଷ ଅବସ୍ଥା ଅଧିକ ଉତ୍ତମ ହେବ। ମୁଁ କହିଲି ହୁଏଭର ଯୋଉମାନେ ପ୍ରଭୁଙ୍କର ଦୁଃଖ କଷ୍ଟ ପ୍ରଭୁ ଦଉଛନ୍ତି ବୋଲି ଭାବି ଭାବି ଆମେ ସମ୍ଭାଳୁଛୁ ନା ଶୈତାନ ଦଉଛି ସମ୍ଭାଳୁଛୁ। ମନେ ରଖନ୍ତୁ ଇଟ୍ ଇଜ୍ ଫର୍ ଆୱାର ଗ୍ରୋଥ ଏଇଟା ଆମର ଅଭିବୃଦ୍ଧି ପାଇଁ ହେଉଛି। ତେଣୁ ସେଥିପାଇଁ ଏ ଅଭିବୃଦ୍ଧି ଦୁଃଖ ସମୟରେ ଥ୍ୟାଙ୍କ ଗଡ୍ କହିବାଟା ଶିଖନ୍ତୁ। କାରଣ ମୋର ଏବେ ନେକ୍ସଟ ପ୍ରମୋସନ ହେବାର ଅଛି ସେଥିପାଇଁ ପ୍ରଭୁ କହିବା ଥ୍ୟାଙ୍କ ଗଡ୍। ସେଇଟା ପାଇଁ ଆଗରୁ ଆଗା ଏସବୁ ଆଶୀର୍ବାଦ 42 ପର୍ବରେ ଅଛି। କିନ୍ତୁ ଆୟୁବ ଏକ ପର୍ବ ତାର 21 ପଦରେ ସେ ଆଗରୁ ଆଗା ପ୍ରଭୁଙ୍କୁ ଧନ୍ୟବାଦ ଦେଇ ସାରିଥିଲେ। ଏକ ପର୍ବରେ ଧନ୍ୟବାଦ ଦେଇଛି। ଦେଖନ୍ତୁ ଯେତେବେଳେ ସବୁ ଚାଲିଗଲା କୁହା ହୋଇଛି 21 ପଦରେ ସବୁ ଗଲା ପରେ ସେ କହୁଛି ଆଉ ସେ କହିଲା ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ମାତାର ମୁଁ ଉଲଙ୍ଗ ହୋଇ ସେଟାକୁ ଫେରିଯିବି। ସଦାପ୍ରଭୁ ଦେଲେ ସଦାପ୍ରଭୁ ନେଇ ଅଛନ୍ତି। ତାପରେ ସଦାପ୍ରଭୁଙ୍କର ନାମ ଫାଷ୍ଟ ଚାପ୍ଟରରେ କହିଥିଲା ଆପଣ ମାନଙ୍କର ଜୀବନରେ ଦୁଃଖ ଏବେ ଆସୁଛି ବୋଲେ ଫାଷ୍ଟରୁ ଆକା କୁହନ୍ତୁ ଧନ୍ୟବାଦ ପ୍ରଭୁ ତୁମେ ଦେଇଛ ତୁମେ କଷ୍ଟ ଦଉଛ ତୁମେ ସମ୍ଭାଳିବ ୟୁ କ୍ୟାନ୍ ଡୁ ଏଭ୍ରିଥିଙ୍ଗ। ଲାଷ୍ଟ ଆପଣ ମାନଙ୍କୁ ଆଶୀର୍ବାଦ ଆସିବ। ଥ୍ୟାଙ୍କ ଗଡ୍ ବିଫୋର ୟୋର ରେଷ୍ଟୋରେସନ। ଈଶ୍ୱରଙ୍କ ପୁନରୁଦ୍ଧାର ପୂର୍ବରୁ ତାଙ୍କୁ ଧନ୍ୟବାଦ ଦିଅ କାରଣ ତାଙ୍କର ଦ ପାୱାର ଅଫ ହିଜ ୱିଲ୍ ଏଇଟା ଯାହା ସବୁ ଘଟୁଛି ତାଙ୍କର ଇଚ୍ଛାରେ ଘଟୁଛି। ତେବେ ତାଙ୍କର ଇଚ୍ଛାର ଶକ୍ତି ଭୟଙ୍କର ଆଉ ସେ ଉଦ୍ଧାର କରିବେ। ଆଉ ଦ୍ୱିତୀୟ ଦ ପ୍ଲାନ୍ ଅଫ ହିଜ ୱାଣ୍ଡ କିଛି ଗୋଟେ ଆଶ୍ଚର୍ଯ୍ୟ କରିବାକୁ ପ୍ରଭୁ ଯାଉଛନ୍ତି। ସେଥିପାଇଁ ଆମକୁ এই ଯୋଜନା ଭିତରେ ରଖିଛନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ବଞ୍ଚିବାର ଜୀବନ ପ୍ରଦାନ କରନ୍ତୁ। ଆମେନ୍। କଲ୍ୟାଣ ବାକ୍ୟ ଗ୍ରହଣ କରିବା। ସମସ୍ତ ବୋଧର ଗମ୍ୟ ଯେ ଈଶ୍ୱରଙ୍କର ସହାୟ ଶାନ୍ତି ତାହା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମମାନଙ୍କ ହୃଦୟ ମନକୁ ସୁରକ୍ଷା କରି ରଖିବ। ଆମେନ୍।